नमस्कार, गुड मॉर्निंग, जय आरसीएम, सुप्रभात। बहुत बहुत धन्यवाद आपण मानकू। आज आपण माने ध्यानर आनंद नहीं आज ध्यान ध्यान आज बुधवार थिला। बुधवार रे बहुत ध्यान उपरे बहुत सारा आलोचना भी हला और ध्यानर भी आनंद आपण माने भी नहीं। तो जेमती कि बहुत सारा कथा टीसी सार भी हमको जणेले ध्यान करबा द्वारा उपकार कौन ताक भी आमे सुनले। जेमती कि एटा गोटे आम दिन भितर जिते भी काम करछे ता भितर सबुठु महत्वपूर्ण काम होची ध्यान करिबा। प्रत्येक दिन ध्यान निहाती जरूरी। जीवन रो उन्नति ପାଇଁ ध्यान भी करबा निहाती जरूरी। डेली ध्यान करबा भी निहाती जरूरी। ता छड़ा पांच डॉक्टर एस रंजन सार भी पांचटी हमको ध्यान उपरे भी जणेले जेमती कि हमको शांति पाइबा ପାଇଁ ତା ସହିତ ଶାନ୍ତି ଜୀବନରେ ବଢିବା ପାଇଁ ଧ୍ୟାନ କରିବା ଜରୁରୀ। ବଡି ଫିଟ୍ ରହିବା ପାଇଁ ବି ଧ୍ୟାନ କରିବା ଜରୁରୀ। ବୁଦ୍ଧିର ବିକାଶ କରିବା ପାଇଁ ବି ଧ୍ୟାନ କରିବା ଜରୁରୀ। ତା ସହିତ ଆନନ୍ଦ ବୃଦ୍ଧି କରିବା ପାଇଁ ଧ୍ୟାନ କରିବା ଜରୁରୀ। ତା ସହିତ ଆତ୍ମାର ଠିକ ପରିଚୟ ପାଇବା ପାଇଁ ଧ୍ୟାନ କରିବା ଜରୁରୀ। ତ ସାତଟି ଚକ୍ର ମାଧ୍ୟମରେ ସେ ଆମକୁ ବହୁତ ସାରା କଥା ବି ଶିଖେଇଲେ, ଆପଣ ମାନେ ବି ଦେଖିଲେ। ତ ଆପଣମାନେ ତ ସେ ଧ୍ୟାନର ଆନନ୍ଦ ବି ନେଇଥିବେ ସମସ୍ତେ। ତ ହଁ, ମିନତି ମ୍ୟାଡାମ କୁହନ୍ତୁ, ଆପଣ ଧ୍ୟାନ ଦେଖିଲେ ଆଜି? ଆଜ୍ଞା ମ୍ୟାଡାମ। ଜୟ ଶ୍ରୀରାମ ଜୟ ଶ୍ରୀ ଜୟ ସିଂ। ଅପା ଆଜି ବେଶୀ ସମୟ ଟିକେ ଧ୍ୟାନ କରିଦେଇଛନ୍ତି। ନା ନା ଆଜି ଟିକେ ବ୍ୟସ୍ତ ରହିଯାଇଥିଲି। ଆଚ୍ଛା ଓ ଆଚ୍ଛା, ମୁଁ କହିଲି ବୋଧେ ଧ୍ୟାନରେ ଡୁବି ଗଲେ ଆଉ ଆମ କଥା କହିଲି। ନାଇଁ ନାଇଁ ମୁଁ ମ୍ୟୁଟ କରିକି ଶୁଣୁଥିଲି। ଧ୍ୟାନ ତ ସବୁବେଳେ ଓକେ, ଆମେ କରୁଛୁ। ଆମେ ମିନତି ମ୍ୟାଡାମଠୁ ଆଗେ ଶୁଣିବା। ମିନତି ମ୍ୟାଡାମ, ଆଜି ଆପଣ ଧ୍ୟାନ କଲେ? ଧ୍ୟାନ ହଁ 10 ମିନିଟ କରିଛି, ତାପରେ କାଶ ତ ହେଲା ଉଠି ଆସିଛି ଆଉ 10 ମିନିଟ ଆଚ୍ଛା, ପରେ ଓକେ। ହଁ ନାଇଁ, ଜୟ ଧୀରେ ଆସିବ ଧୀରେ 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 ଆସନ୍ତୁ। ଆପଣ କରିବେ, ଧ୍ୟାନ କରିବେ। ହଁ, ଏଇ ଯୋଉ ୟୁଟ୍ୟୁବ ରେ ଅଛି, ୟୁଟ୍ୟୁବ କୁ ଶୁଣିକି ଧ୍ୟାନ କରିବେ, ଦେଖିବେ ଆପଣଙ୍କ ଶରୀର ପୁରା ସୁସ୍ଥ ରହିଯିବ। ତ ଯେମିତି କି କହିଲେ ନା, ମୂଳାଧାର ଚକ୍ରରେ ଆପଣଙ୍କର ଇମ୍ୟୁନିଟି ବି ବୁଷ୍ଟ କରିଯିବ। ବହୁତ ବଢିଆ ଆମର ରହିବ। ହଉ ଆଉ ମୁଁ ଏଥର ଟିକେ ଟିକେ ଜାଣିଲେଣି ତ, ଖୋଲି ଜାଣିଲେଣି, ଅଭ୍ୟାସ ଟିକେ କରିବାକୁ ପଡିବ। ହଁ, ଆପଣ କରନ୍ତୁ। ଦେଖିବେ ପ୍ରତ୍ୟେକ ଦିନ ଆପଣ କିଛି ନା କିଛି ସମୟରେ ଆପଣ ଯଦି ଧ୍ୟାନ କରିବେ, ଦେଖିବେ ଆପଣ ପୁରା ମାନେ ଆଉ ଶରୀର କୌଣସି ଅସୁବିଧା ରହିବନି। ଆପଣ ପୁରା ସୁସ୍ଥ ରହିଯିବେ। ଓକେ, ଠିକ ଅଛି, ବହୁତ ବଢିଆ କଥା। ଆମ୍, ସମସ୍ତେ ତ ଧ୍ୟାନ କରିଥିବେ ନିଶ୍ଚୟ। ଆଜି ଧ୍ୟାନ ଉପରେ ବହୁତ ସାରା ଶିକ୍ଷା ବି ଆମକୁ ମିଳିଲା, ତାକୁ ବି ଆମେ କରିଥିବା ନିଶ୍ଚୟ। ଆଉ ତା ବିଷୟରେ ବି ଆମେ ତ ଡିସ୍କସନ କଲେ। ତ ବର୍ତ୍ତମାନ ଆମେ କଥା ଉଠିବା, ଆମେ ଦୁଇ ତିନିଟି ପଏଣ୍ଟ ଉପରେ ଆମେ ଟିକେ ଡିସ୍କସନ କରିବା, ତାକି ଆମର ପ୍ରିପାରେସନ କଣ ରହିଛି। ଦିନ ଭିତରେ ତ ଆମେ କିଛି ନା କିଛି କାମରେ ଆମେ ବିଜି ରହିଯାଉଛେ। ଯୋଉ କାମରେ ଆମେ ବିଜି ରହିଯାଉଛେ ତ ପୁଣି ଆଉ ଗୋଟେ କାମକୁ ଭୁଲି ଯାଉଛେ। ତ ସେଥିଲାଗି ଆମେ କିଛି ନା କିଛି ନୂଆ କିଛି ଜାଣିବା ପାଇଁ, ନୂଆ କିଛି କରିବା ପାଇଁ ଯାହା କିଛି ଉପାୟ ଅଛି ଆମ ପାଖରେ, ତ ସେ ଉପାୟକୁ ଆମେ ଅବଲମ୍ବନ କରିବା। ଅ, ଯେମିତି କି ପ୍ରଥମେ 28 ତାରିଖ, ଆଉ 4 ଦିନ ପରେ ଆମର ଅଛି ଡକ୍ଟର ଶ୍ରୀଚନ୍ଦ ଅତ୍ରି ସାର୍ଙ୍କର, ଜଣେ ମ୍ୟାଥମେଟିକ୍ସ ପ୍ରଫେସର, ତାଙ୍କର ମିଟିଂ ଅଛି। ଏକ୍ଜାକ୍ଟଲି ଇଏ ମିଟିଂ ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ଆଣିବ, ଆମକୁ ବହୁତ ଦିଗଦର୍ଶନ ବି ଦବ। ତ ତାର ପ୍ରିପାରେସନ ପାଇଁ ମୋଠୁ ଆଡଭାନ୍ସରେ ମିତାଞ୍ଜଳି ମ୍ୟାଡାମ ବି 10ଟି ନେଇଛନ୍ତି ଟିକେଟ। ସାହୁ ଭାଇ ବି 15ଟି ନେଇଛନ୍ତି। ଆରତି ଅପା ବି 7ଟି ନେଇଛନ୍ତି। ପୁଣି ଆଡଭାନ୍ସ ମତେ କହିଲେ 7ଟାରେ ମୋର ହବନି, ଆହୁରି 3ଟା ମତେ ଦରକାର। ତ ଆପଣ ମାନଙ୍କର କଣ ପ୍ଲାନିଂ ଅଛି, ଆମେ ୱାନ୍ ବାଇ ୱାନ୍ ଡିସ୍କସନ କରିବା। ସାହୁ ଭାଇ ଷ୍ଟାର୍ଟ କରନ୍ତୁ। ଆଜି ତ ଆମେ ମେଡିଟେସନ ବହୁତ ଭଲ ଜାଣିଲେ, କିନ୍ତୁ ଯାହା ଟିକେଟ ଉପରେ କହୁଛନ୍ତି, ଏ ତ ଟିକେଟ ଆହୁରି ଦରକାର ପଡିପାରେ। ବର୍ତ୍ତମାନ ବହୁତ ଗୁଡିଏ ସହିତ କଥାବାର୍ତ୍ତା ହେଇଛି, କିନ୍ତୁ ଟିକେଟ
ଆହୁରି ଅଧିକ ମିଳିବାର ଯିବାର ସମ୍ଭାବନା ଅଛି। ତା ପାଇଁ ବି ଗୁରୁତ୍ୱ ଚାଲିଛି, ଏବେ ଡେଲି ଆଲୋଚନା ଚାଲିଛି ଯେ ଅଧିକ ଲୋକଙ୍କୁ ଅଧିକ ବସେଇବା। ଆଉ ସିଏ ତ ହଉଛି ବହୁତ ଭଲ, ଯେମିତିକି ଅତ୍ରିଜୀ ହଉଛନ୍ତି ମାଥମେଟିକ୍ସର ମାନେ ମହାଜ୍ଞାନୀ କହିଲେ ଚଳିବ, କିନ୍ତୁ ତାଙ୍କଠାରୁ ଆମେ ଶିଖିବାର ଅଛି, ଜ୍ଞାନ ଶିଖିବାର ଅଛି। ତେଣୁ ଏଇ ସେମିନାରକୁ ଆମେ ଯେମିତି ଯେତେ ଅଧିକ ଲୋକଙ୍କୁ ବସେଇବା, ଇଏ ଗୋଟେ ବହୁତ ବଡ ଆଗ୍ରେସିଭ ହବ ଆଉ ଭଲ ଏବେ ଟିମ୍ ସୁଦ୍ଧା ବି ଭାଇ କେତେ ଜଣଙ୍କର ଆପଣଙ୍କର ସେୟାରିଂ ସରିଲାଣି? 10ଟି ପଳେଇଲାଣି। ଆଚ୍ଛା ଆଚ୍ଛା, ଓକେ ଓକେ। 10 ଜଣ ଆସିବେ ବୋଲି ଫାଇନାଲ ହେଇଗଲେଣି। ଆଜ୍ଞା ଆଜ୍ଞା ଦେଖନ୍ତୁ 10 ଜଣ ଆସିବେ ମାନେ 10 ଜଣଙ୍କ ଜୀବନରେ ଆପଣ ଆନନ୍ଦ ଆଣିବାକୁ ଯାଉଛନ୍ତି। ଏଇଟା ଆଜ୍ଞା ଆଜ୍ଞା ବହୁତ ମହତ୍ୱପୂର୍ଣ୍ଣ, କାରଣ ତାଙ୍କର ଉର୍ଜା ବଢେଇବା ପାଇଁ ଯାଉଛନ୍ତି। ବହୁତ ବଢିଆ। ସେ ଆମର 42 ହଜାର ଆରତି ମୁଦୁଲି ମ୍ୟାଡାମ ସେ ବି କହୁଥିଲେ, ତାଙ୍କୁ ବି ଆପଣ ସେ ଦେଇଛନ୍ତି ନା ନାଇଁ ଦେଇନାହାନ୍ତି? ନାଇଁ, କଥା ହେଇଯାଇଛି, ମୁଁ ଦେଇ ଆସିବି। ହଁ, ତାଙ୍କୁ ବି ସେ ବି କହୁଥିଲେ, ତାଙ୍କର ବି ଏଠି ବହୁତ ସାରା ଲୋକ ଅଛନ୍ତି। ହୁଁ। ଆଜ୍ଞା ଆଉ ସେଦିନ ବି କହୁଥିଲେ ଯେ ତାଙ୍କର କଣ ଏପଟରୁ ବି ଲୋକ ଆସିବେ, ଅଟଳାରୁ ଲୋକ ଆସିବେ, ଏମିତି ସବୁ ବି କହୁଥିଲେ। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ଆରତି ଅପା, କଣ ଆପଣଙ୍କ ପ୍ଲାନିଂ? ଜୟ ଆସିଏମ୍। ଆଉ ମୁଁ 7ଟା ଟିକେଟ ନେଇଛି, ତଥାପି ନ୍ୟୁ ଲୋକ ଆହୁରି 3-4 ଜଣ ଯିବେ। ଆଉ ମୋ ଝିଅ ତ ଇଭିନିଂରେ ଆସିବ, ସେଥିପାଇଁ ମୁଁ ବି ପୁରା ପ୍ରିପେୟାର ହେଇଗଲି ଯିବା ପାଇଁ, ନହେଲେ ମୁଁ ମନା କରିଦେଇଥିଲି। କିନ୍ତୁ ମିଟିଂଟା ଆଗ, ଆସିଲେ ଯାହା ଖାଇବା ପିଇବା ରେଡି କରିବା, ଯାହା କରିବା, କିନ୍ତୁ ମିଟିଂ ହେଲା ଆଗ। ମିଟିଂରୁ ଆମକୁ ଯୋଉ ଉର୍ଜା ମିଳୁଛି, ଆମେ ଲୋକଙ୍କୁ ସେୟାର, ନ୍ୟୁ ଲୋକଙ୍କୁ ନେଇକି ଗଲେ ସେମାନେ ଆସିବେ ବିଜନେସ ବିଷୟରେ ଯେତିକି ବୁଝିନାହାନ୍ତି, ମିଟିଂରେ ବସିଲେ ପୁରା ପଜିଟିଭ ହେବେ, ଏଇଟା ମୁଁ ଜାଣିଛି। ତେଣୁ ତାଙ୍କୁ ନେଇକି ଯିବାକୁ ପଡିବ। ସେମାନେ ପଛେ ଯେତେ ଇଏ ହଉ, ତାଙ୍କୁ ଆଗରୁ 2 ଦିନ ଆଗରୁ କହିବା, କହିକି ତାଙ୍କୁ ପୁଣି ନବା ପାଇଁ ବ୍ୟବସ୍ଥା କରିବା। 10ଟା ଭିତରେ ଆମେ ଯେମିତି ଯାଇ ସେଠି ପହଞ୍ଚିବା, 10:30 ଭିତରେ, ନହେଲେ ସିଟ୍ ମିଳିବନି। ଆଉ ଯୋଉମାନେ ସିଟ୍ ରଖି ଦଉଛନ୍ତି ବ୍ୟାଗ ଥୋଇକି, ଏଇଟା ହଉଛି ରଙ୍ଗ। ମାନେ ମୁଁ କହିଲି ତମେ ସିଟ୍ କାହିଁକି ବ୍ୟାଗ ଥଉଛ, ତମ ଲୋକ ଆଇଲେଣି? ବହୁତ ଯୁକ୍ତି ତର୍କ ହେଲା ମତେ ବୁଦ୍ଧ ମନ୍ଦିର। ତମ ଲୋକ ଯେତେବେଳେ ଆସିବେ, ମାନେ ଆମେ ଦେଖିବୁ ଫିଜିକାଲି ଲୋକ ଆସି ବସିଲା, ସେ ଅଲଗା କଥା। ତମେ ବ୍ୟାଗ ଥୋଇ ଦେଇ କହୁଛ ନା ଏଠି କେହି ବସି ପାରିବେନି। ମୁଁ କହିଲି ବ୍ୟାଗ ସବୁ ହଟାଅ, ସମସ୍ତଙ୍କୁ ବସେଇଲି ମିତାଳିକୁ। ଯାହା ହଉ, ସବୁଠି ବହୁତ ବଢିଆ ଇଏ କଥା। କରିବାକୁ। ଯାହା ହଉ, ସବୁଠୁ ବହୁତ ବଢିଆ କଥା। ଏମିତି ସବୁ ଜାଗାରେ ଦାଦାଗିରି ରହିବା ଦରକାର। ନା, ଦାଦାଗିରି ନୁହଁ, ପ୍ରିନ୍ସିପୁଲ। ଏଇଟା ହଉଛି ପ୍ରିନ୍ସିପୁଲ, ନଟ ଦାଦାଗିରି। ଦାଦାଗିରି ହେଇନି। ଅପା ତ ଆମର ହେଇନି ଆଉ। ଓକେ ଓକେ, ହଁ, ଅଧିକାର ପାଇଁ ଲଢିବା ତ ଦାଦାଗିରି। ଓକେ, ବହୁତ ବଢିଆ କଥା। ନାଇଁ ଅପା, ଆକ୍ଚୁଆଲି 2 ଦିନ ନୁହେଁ, ଆମେ ଆଗରୁ ଯଦି ଲୋକଙ୍କୁ ଇନଫର୍ମ କରିବା, କାରଣ କାହାର କଣ କାମ କିଏ ରଖିଦେଇଥିବ, ଏହାର ପ୍ରାୟୋରିଟି ଦେଇନଥିବ, ତ ଆଗରୁ ଟିକେ ଆମେ ଯଦି ତାଙ୍କୁ ସେୟାରିଂ ଏବେଠୁ କରିଦେବା, ଟିକେଟ ଏବେଠୁ ଯଦି କରିଦେବା, ତାହେଲେ ହେଇଯିବ। ନା, 7 ଜଣ, ଟିକେଟ ସେ ଟିକେ, ମୁଁ 7 ଜଣଙ୍କ ଆଜି ଭିତରୁ କେତେ ଦେବି। ଜଣଙ୍କର ସେୟାରିଂ ହେଇସାରିଲାଣି? କେତେଟା? କାହାର? କେତେଟା ମତେ ଟିକେଟ? ପଚାରିବି। ହଁ, ଟିକେଟ ସେୟାରିଂ ହେଇସାରିଲାଣି, ସବୁ ଆଉ ଯାକ? 3ଟା ଆପଣ ଦେବେ। ବା, ବହୁତ ବଢିଆ କଥା। ଆଉ ହଁ, ନୂଆ ଲୋକମାନଙ୍କୁ କହିବେ କି କିଛି ବିସ୍କିଟ କି କଣ ଗୋଟେ ମାନେ ପାଖରେ ରଖିଥିବେ, କେତେବେଳେ ଭୋକ ହବ କଣ ହବ, କାଳେ ଲେଟ୍ ହେଇଯିବ। ମୋର ଖାଇବା ଅଲରେଡି ବ୍ୟାଗ ଭିତରେ ବସିବ। ନାଇଁ ନାଇଁ, ଆପଣଙ୍କ ବଢିଆ ଆଉ। ପାଇଁ ନୂଆ ଲୋକ, ଆପଣ ନ ଖାଇଲେ ଚଳିବ। ନୂଆ ଲୋକଙ୍କ ପାଇଁ ନେବି, ନୂଆ ଆଜ୍ଞା। ଲୋକଙ୍କ ପାଇଁ ନେବି। ଆମେ ଗଲେ ଆମକୁ ଅପା ଦେବେ। ୟେସ୍। ଆପଣ ଏତେ ଲୋକଙ୍କୁ ଖାଇବାକୁ ଦଉଥିଲେ, ଆଉ ଆପଣଙ୍କୁ ଦିଆହବନି କେମିତି? ବହୁତ ବଢିଆ। ତୁ ନିହାତି କେତେ ମାନେ ବୟୋଜ୍ୟେଷ୍ଠ ଲୋକଙ୍କୁ ଯୋଉ ଖାଇବା ଦେଇକି ଇଏ କରିବା, କଣ ସେ ବିଷୟ ଆଉ କେତେ କହିବା, ଆଶୀର୍ବାଦ ଛାଡ। ନେଇଛନ୍ତି। ଓକେ, ଓକେ, ସମସ୍ତଙ୍କଠୁ କିଛି କିଛି ଶୁଣିବା ଅପା। ମିତାଞ୍ଜଳି ମ୍ୟାଡାମ। ସାର୍ ନମସ୍କାର। ସାର୍ ମୋ 10 ଜଣ ହେଇଯାଇଛନ୍ତି ସାର୍, 10 ଜଣ ହେଇଯାଇଛନ୍ତି। ଆଉ ଦେଖିବା ଯଦି ଆଉ ଏକ୍ସଟ୍ରା ହୁଏ, ମୁଁ ସେଇ ଟିକେଟ କିଣିବି ଆଉ। ଯଦି ଦରକାର କହୁନାହାନ୍ତି, ମୁଁ ଏବେ ଦେଇଦେବି ଆପଣଙ୍କୁ। ମୋ ନାଇଁ ପାଖରେ ନାଇଁ ସାର୍, ପହଞ୍ଚିଯିବ। ନାଇଁ ନାଇଁ ନାଇଁ, ପୁଣି ରିଟର୍ନ କରିଥିବି, ମତେ ଭଲ ଲାଗିବନି। ନାଇଁ ନାଇଁ, ଯ- ଆମେ ଆଗକୁ
ଦେଖନ୍ତୁ ପ୍ଲାନିଂ ଏବେଠୁ ଯଦି ନାଇଁ ଆମେ ସାର୍ କରିବା। 10 ଜଣ ପୁରା କନଫର୍ମ। ଆଉ ଯଦି ଜଣେ 2 ଜଣ ହୁଏ ମୁଁ ସେଠୁ ଟିକେଟ କିଣିବି ଆଉ। ହଁ ଠିକ ଠିକ କଥା। ଅଛି। ନାଇଁ ଆଜ୍ଞା ଆକ୍ଚୁଆଲି କଥା ହଉଛି କଣ ମ୍ୟାଡାମ, ଦେଖନ୍ତୁ ସମସ୍ତଙ୍କୁ ଯଦି ଆମ ଟିମରେ ଯେତେ ବି ଅଛନ୍ତି ସମସ୍ତଙ୍କୁ ଯଦି କହିବା ଯେ ଏ ବର୍ଷର ଲାଷ୍ଟ ପ୍ରୋଗ୍ରାମ ଆଉ ଏ ତ ଆଉ ହବନି, ତ ଆଟଲିଷ୍ଟ ଏଇ ପ୍ରୋଗ୍ରାମକୁ ଆସନ୍ତୁ, ତ ଯଦି ସମସ୍ତଙ୍କୁ ୱାନ୍ ବାଇ ୱାନ୍ କହିବା ତ ଗୋଟେ ଫଲୋଅପ୍ ବି ହେଇଯିବ, ଆଉ ମିଟିଂକୁ ଇନଭାଇଟ୍ ବି ହେଇଯିବ, ଆଉ ଯୋଉମାନେ ବି ଯାହାର ମନେ ନଥିବ ଏ ମାସରେ ପରଚେଜ କରିବା ପାଇଁ ସେମାନେ ବି ପରଚେଜ କରିଦେବେ। ତ ଆଜ୍ଞା ଆଜ୍ଞା ଲିଷ୍ଟ ଅଛି ପୁରା ଆପଣଙ୍କ ପାଖରେ। ଆଜ୍ଞା ଆଜ୍ଞା। ଓକେ ଓକେ, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ମନୋଜ ବାବୁ କଣ ପ୍ଲାନିଂ? ମନୋଜ ବାବୁଙ୍କର ଅଡିଓ କନେକ୍ଟ ହେଇନି। ଓକେ ଠିକ ଅଛି, କାର୍ତ୍ତିକ ବାବୁ ଆପଣଙ୍କ ପ୍ଲାନିଂ? କାର୍ତ୍ତିକ ବାବୁ? ହଁ ଆଜ୍ଞା। ସାର୍ ନମସ୍କାର, ଜୟ ଶ୍ୟାମ। ସାର୍ ଜୟ ଏପଟୁ ନେମାଳ ତ ଅତି କମଟା 8 ରୁ 9 ଜଣ ଯିବା ପାଇଁ ପ୍ଲାନ୍ ପ୍ରୋଗ୍ରାମ କରିଛି ମୁଁ, ମାନେ ମତେ ନେଇକି। ଆଜ୍ଞା, ବର୍ତ୍ତମାନ ସୁଦ୍ଧା ଫାଇନାଲ କେତେ ଜଣ ହେଇଗଲାଣି ସେଇଟା? ଫାଇନାଲ ହେଇଛନ୍ତି ଲେଡିଜ ହଉଛନ୍ତି 1 2 3 2 5 ଟୋଟାଲ 9 ଜଣ ହେବେ ସାର୍। ଠିକ ଅଛି। ଆଜ୍ଞା ଓକେ ଠିକ ଅଛି, ବହୁତ ବଢିଆ କଥା। କାରଣ 9 ଜଣଙ୍କ ଜୀବନରେ ଆପଣ ଉନ୍ନତି କରିବା ପାଇଁ ଚେଷ୍ଟା କରୁଛନ୍ତି, ତ ବହୁତ ବଢିଆ କଥା। ଆଜ୍ଞା। ଓକେ ଥ୍ୟାଙ୍କ ୟୁ। ହୁଁ, ନମିତା ମ୍ୟାଡାମ ଆପଣଙ୍କର କଣ ପ୍ଲାନିଂ? ସାର୍ ନମସ୍କାର। ଆଜ୍ଞା। ସାର୍ ମୋର ପ୍ଲାନିଂ କଣ, ଗୀତାଞ୍ଜଳି ମ୍ୟାଡାମ ତ ମୋର ଅଛନ୍ତି ଆଉ ମୋର ଅଫଲାଇନରେ, ଆଉ ସିଏ ଯାହା କରିଛନ୍ତି ସେଇଥିରେ ଇଏ ଆଉ କଣ କହିବି। ସେଦିନ ତ ବହୁତ ଉତ୍ସାହ ଅଛି, ଯାହା ହଉ ଆମେ ବଡ ଗୋଟେ ପ୍ରୋଗ୍ରାମ ରେ ବସିବା, ମିଟିଂ ରେ ବସିକିରି ଆମେ ବର୍ଷର ଲାଷ୍ଟ ଦିନ ଯେହେତୁ ଆମେ ମିଟିଂ ଟା ଆଟେଣ୍ଡ କରିକି ଆଟେଣ୍ଟିଭ ଭାବେ ଶୁଣିବା ଦରକାର, ଶୁଣିଲେ ଆମେ ନେଇ ବର୍ଷରେ କିଛି କରିବା। ସାର୍ ଆଉ କଣ କହିବି? ନାଇଁ ଆକ୍ଚୁଆଲି ମ୍ୟାଡାମ, ଯୋଉମାନଙ୍କର ବି ଆମେ ଉନ୍ନତି ଚାହୁଁଛେ, ଆଜ୍ଞା ଫାଇନାନ୍ସିଆଲି ହଉ ବା ତାଙ୍କର ହେଲ୍ଥ ଉପରେ ହଉ, ଯାହା ବି ଆମେ ଚାହୁଁଛେ, କାରଣ ଆଜ୍ଞା ଆର୍ସିଏମ୍ ତ ସର୍ବାଙ୍ଗୀନ ଉନ୍ନତି ସମସ୍ତଙ୍କର କରୁଛି। ଆମେ ଯେତେ ବି ନିୟର ଡିୟର ଅଛନ୍ତି ତ ସମସ୍ତଙ୍କୁ ଯଦି ଆମେ ଇନଭାଇଟ୍ କରିଦେଇ ପାରିଲେ ତ ତାଙ୍କର ଭାବନାର ଗୋଟେ ପରିବର୍ତ୍ତନ ହେଇଯାଇପାରିବ। କାହିଁକି ନା ଦୁନିଆରେ ଯଦି ବିଚାରର ପରିବର୍ତ୍ତନ ନହେଲା ତାହେଲେ ଲୋକ ଭାବିବେ ସମସ୍ତେ ଯାହା ଆମେ ସେଇଆ। ନେଟୱାର୍କ ଆଜ୍ଞା ମାର୍କେଟିଂ ସମସ୍ତେ କରୁଛନ୍ତି, ଆପଣ ଆଜ୍ଞା ସମସ୍ତଙ୍କୁ ବି ଦେଖୁଥିବେ ଆଉ ଆରସିଏମ୍ କୁ ବି ଦେଖୁଥିବେ। ଆରସିଏମ୍ ର ଉଦ୍ଦେଶ୍ୟ ନୁହେଁ ଯେ କେବଳ ନେଟୱାର୍କ କରିବା, ପଇସା ଇନକମ କରିବା, ଆର ସର୍ବାଙ୍ଗୀନ ଉନ୍ନତି କରିବା, ଆଜ୍ଞା ଇଏ ହଉଛି ମୂଳ ଆଧାର। ଯେ ସାର୍ ନୁହ ଆଜ୍ଞା। ସାର୍ ନୂଆ ଯୋଉ ଜଣେ ହେଇଛନ୍ତି ଆମ ଇଏରେ, ମୋ ରିଲେସନ ଭିତରେ, ସେ ତାଙ୍କୁ ବି କହିଛୁ ଆମେ ଯେ ଯିବା ପାଇଁ। ସେ କେତେ ଦୂର ପ୍ରସ୍ତୁତ ଅଛନ୍ତି ତାଠୁ ପୁଣି ଆଜି କଥାବାର୍ତ୍ତା ନେଲା ପରେ ଆପଣଙ୍କୁ ଜଣେଇବୁ ଆଉ। ସେଇଥିରେ ଅପା ଯଦି କରିଥିବେ 10ଟା ମୁଁ ଜାଣିନି, କିନ୍ତୁ ତାଙ୍କୁ କହିଲା ପରେ ବୁଝେଇଲା ପରେ ଯାହା ହବ ଆଉ। ଓକେ ଓକେ, ଦେଖନ୍ତୁ ସମସ୍ତଙ୍କୁ ଇନଭାଇଟ୍ କରନ୍ତୁ। ଆଜ୍ଞା ଓକେ ଥ୍ୟାଙ୍କ ୟୁ ହଉ। ମ୍ୟାମ୍। ମିଲି ମ୍ୟାଡ଼ାମ ଆପଣଙ୍କର କଣ ପ୍ଲାନିଂ? ଆପଣ ବୋଧେ ଫାଷ୍ଟ ଟାଇମ୍ ଆସୁଛନ୍ତି ବଡ଼ ସେମିନାରକୁ? ଅନମ୍ୟୁଟ୍ ହେଇପାର, ହଁ ମ୍ୟାଡ଼ାମ ଅନମ୍ୟୁଟ୍ ହେଇପାରୁନି, ହଁ କୁହନ୍ତୁ। ଆଜ୍ଞା ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ, କଣ ଆପଣଙ୍କର ପ୍ଲାନିଂ? ଟିକେ ଫୋନ କରିଛନ୍ତି ବାବୁଙ୍କୁ, ଦେଇ ଆସିଛି, ଟିକେ କଥା ହଉଛି। ଓକେ ଓକେ ଠିକ୍ ଅଛି। ନର୍ମଦା ମ୍ୟାଡ଼ାମ ଆପଣଙ୍କର ପ୍ଲାନିଂ? ହଁ ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ ମ୍ୟାଡ଼ାମ। ଆଜ୍ଞା ଆଜ୍ଞା ସାର୍ ନମସ୍କାର। ଆଜ୍ଞା। ଆଉ ଆମେ ତ 4 ଜଣ ଆମର ଫାଇନାଲ ହେଇଛି ଯିବା ପାଇଁ କି, ଆଉ ବାକି 4 5 ଜଣ ପାଇଁ ମୁଁ କାଲି କଥା ହେଇଛି। ଆମ ଘରକୁ କାଲି 2 ଜଣ ଆସିଥିଲେ, ତାଙ୍କ ସାଙ୍ଗରେ ବି ମୁଁ କଥା ହେଇଛି। ଆଉ ସେ ଟିକେ ପ୍ରଡକ୍ଟ ନବା ପାଇଁ ବି କିଛି କହିଛନ୍ତି। ତେଣୁ ତାଙ୍କୁ ମୁଁ କହିଛି ତମେ ଆଗ ପ୍ରଥମେ ମିଟିଂରେ ବସ, ପ୍ରଡକ୍ଟ ବିଷୟରେ ସବୁ ଆଗ ପ୍ରଥମେ ଜାଣକାରୀ ହାସଲ କର, ତାପରେ ତମେ ଜିନିଷ ନବ ଆଉ କଣ। ତେଣୁ କହିଛନ୍ତି ତ ଯିବା ପାଇଁ କି, ଚେଷ୍ଟା ତ ଚଲେଇଛି ଆଉ କଣ। ବହୁତ ବଢିଆ କଥା। ଦେଖନ୍ତୁ ମ୍ୟାଡାମଙ୍କଠୁ ବହୁତ କିଛି ଶିଖିବା କଥା ଅଛି। ମ୍ୟାଡାମ ଯଦି
ଲୋକଙ୍କୁ ଇନଭାଇଟ୍ କରିପାରୁଛନ୍ତି, ଲୋକଙ୍କୁ ଭଲ ବାଟରେ ଯିବା ପାଇଁ ପ୍ରେରଣା ଦେଇପାରୁଛନ୍ତି, ତାଙ୍କର ଜୀବନର ଉନ୍ନତି କରିପାରୁଛନ୍ତି। ତ ଆକ୍ଚୁଆଲି ମୁଁ ତ ୟଙ୍ଗ ପିଲାମାନଙ୍କୁ କହିବି ଯେ ନର୍ମଦା ମ୍ୟାଡାମଠୁ ଶିଖିବା ଦରକାର। ମୋ ଟିମରେ ସବୁଠୁ ବୟୋଜ୍ୟେଷ୍ଠ। ମୁଁ ତ ସେଇ କଥା ନମସ୍କାର କହୁଛି। ନମସ୍କାର। ନମସ୍କାର। ନାଇଁ ଆକ୍ଚୁଆଲି ଆଜ୍ଞା ଠିକ କଥା ଯେ ଆମେ। ଆଜ୍ଞା ସାର୍ ନମସ୍କାର। ନମସ୍କାର ମ୍ୟାଡାମ, କୁହନ୍ତୁ। ସାର୍ ମୁଁ ତ ଏବେ ଏ ବର୍ଷ ତ ମୋର ପ୍ରଥମ ଜଏନ୍ କରିଛି, ତଥାପି ମୁଁ ଚେଷ୍ଟା କରିଛି ମାନେ ଯିବା ପାଇଁ କି ନୁହେଁ, ଏଇ RCM ରେ ପୁରେଇବା ପାଇଁ କି ମୁଁ ବହୁତ ଚେଷ୍ଟା କରିଛି। ଆଉ 2-4 ଜଣଙ୍କୁ ମୁଁ ବୁଝାବୁଝି କରି କଥାବାର୍ତ୍ତା ହେଇଛି। କାର୍ତ୍ତିଆଈଙ୍କୁ କହିଛି, ମୁଁ କହିଲି ଭାଇ ଆମର ମିଟିଂ ସାରିଲା ପରେ ଆସିକି ତାଙ୍କୁ ଜଏନ୍ କରିଦେବା ଆମର RCM ଟା। ମୁଁ ତ ଆଣିଲା ଦିନଠୁ ମତେ ଲାଗୁଛି ଉପଲବ୍ଧି ଲାଗୁଛି, ଆଉ ମୁଁ ବି ସୁରକ୍ଷିତ ରହିବାକୁ ଚାହୁଁଛି, ଯେମିତି ମୋର ପରିବାର ପରିବେଶକୁ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ କି ଚେଷ୍ଟା କରୁଛି। ଆଉ ଯିବା ପାଇଁ ମୁଁ ଏକା କାର୍ତ୍ତିଆଙ୍କୁ କହିଛି, ଆଉ ସେମାନଙ୍କୁ ଯାହାକୁ କହିଲି ସେମାନେ ବି ପିକନିକ ପାଇଁକି ଆଡଭାନ୍ସ ଦେଇ ସାରିଛନ୍ତି। ମୁଁ କହିଲି ହଉ ଏ ବର୍ଷ ନହେଲା ନାହିଁ, ଆର ବର୍ଷକୁ ଦେଖିବା ଆଉ। ଏମିତି ପ୍ରୋଗ୍ରାମ ଚଲେଇଛୁ ଆଉ। ଠିକ କଥା। ଆଜ୍ଞା फिर ନମସ୍କାର। फिर भी मैडम ଆପଣ ଆପଣଙ୍କର ଲିଷ୍ଟ ଆଉ ଟିକେ ବି ବଢାନ୍ତୁ, କାରଣ ଆଉ କିଏ କିଏ ବି ଥିବେ ରହୁଥିବେ ଯୋଉମାନେ କି ଆମେ ତାଙ୍କ କଥା ଆମ ନଜରରେ ନଥିବ। ତ ଭୁବନେଶ୍ୱରରେ ବି କିଏ ଥିବେ, କଟକରେ ବି କିଏ ଥିବେ, ତ ସେମାନଙ୍କୁ ବି ଆମେ ଇନଭାଇଟ୍ ବି କରିଦେଇ ପାରିବା। ସେମାନେ ବି ଆସିକି ଦେଖନ୍ତୁ, କାରଣ RCM ହଉଛି ଗୋଟେ ବହୁତ ବଡ ଦୁନିଆ। ତ ଇଏ ଦୁନିଆ ବିଷୟରେ ଜାଣିବା ପାଇଁ ତ ନିଜର ଭାବନାକୁ ପରିବର୍ତ୍ତନ କରିବା ନିହାତି ଦରକାର। ଆଉ ଭାବନା ପରିବର୍ତ୍ତନ ଏଇଠି ହବ ଯେ ଯେତେବେଳେ ସଙ୍ଗତରେ ମିଶିବା। ଦେଖନ୍ତୁ, ଆପଣ ଦେଖିଥିବେ ଯେ ଆପଣ ଯୋଉ ସଙ୍ଗତରେ ମିଶିବେ ସେଇ କାମ ଆପଣଙ୍କର ହେଇଯିବ, ମାନେ ଆପଣ ସେଇଭଳି ହେଇଯିବେ। ଧରନ୍ତୁ ଆପଣ 5ଟି ପାଠୁଆ ପିଲାଙ୍କ ସାଙ୍ଗରେ ଯଦି ଆପଣଙ୍କ ପିଲା ମିଶିବ, ତାହେଲେ ଷଷ୍ଠ ପାଠୁଆ ପିଲା ତ ଆପଣଙ୍କ ପିଲାଟି ହବ। ତ ସେଥିଲାଗି ଯେମିତି ଯିଏ ବାଳୁଙ୍ଗା ହଉଛନ୍ତି ତ ତାଙ୍କ ସାଙ୍ଗରେ ଯଦି ମିଶିବା ଆମେ ସେୟା ବି ହେଇଯିବା। ତ ସେଥିଲାଗି ଇଏ ସଙ୍ଗତର ଅସର ହଉଛି ବହୁତ ବଡ କଥା। ଆମେ ସମସ୍ତଙ୍କ ସାଙ୍ଗେ ମିଶିବା ନିହାତି ଜରୁରୀ କଥା। ଇଏ ତ ବହୁତ ବଢିଆ କଥା। ଦ୍ୱିତୀୟ କଥା ହଉଛି ଯେ ଆମେ ଜାନୁଆରୀ 1 ତାରିଖରୁ ଟ୍ରେନର ଟିକେଟ ସବୁ ଖୋଲିଯିବ। ଚାନ୍ଦ ସାର୍ ସେଦିନ ବି ଆମକୁ କହୁଥିଲେ ଯେ ଆମେ ଭିଲୱାଡା ଯିବା ପାଇଁ ଗୋଟେ ସୁଯୋଗ ଅଛି, ଯେ ମାର୍ଚ୍ଚ 3 ତାରିଖ ହଉଛି ହୋଲି। ହୋଲି ମିଲନ ହବ TC ସାର୍ଙ୍କ ସହିତ। ଆଉ ତା ସହିତ 4 ତାରିଖ ଦିନ ରହୁଛି ଆପଣଙ୍କର ଭିଲୱାଡା ରେ ଏକାଡେମୀ ପ୍ରୋଗ୍ରାମ ରହୁଛି। ତ ଆପଣ ମାନେ କଣ ପ୍ରିପେୟାର ଅଛନ୍ତି କି? ଯଦି ଅଛନ୍ତି ତାହେଲେ ଆମେ କାରଣ 2 ମାସ ଆଗରୁ ଯଦି ଟିକେଟ, ଲୋକମାନେ ତ ଚାହିଁକି ବସୁଛନ୍ତି କେତେବେଳେ ଟିକେଟ ଖୋଲିବ, ସାଙ୍ଗେ ସାଙ୍ଗେ ହବ। ଆମେ ଫେବୃଆରୀ 28ରେ କ୍ଲୋଜିଂ ସାରିକି ତା ପରଦିନ ଦିନ 1 ବେଳେ ଅଛି ଭୋପାଲ। ଭୋପାଲରୁ ଯାଇକି ତାପରେ ଆମକୁ ତା ନେକ୍ସଟ ଡେ ଆମେ ପହଞ୍ଚିଯିବା। 1 ତାରିଖ ଦିନ ଯଦି ଭୋପାଲ ଟ୍ରେନରେ ବସିବା, ତାହେଲେ 2 ତାରିଖ ଦିନ ଆମେ ଭୋପାଳରେ ପହଞ୍ଚିକି 2 ତାରିଖରୁ ଆମେ ଇଭିନିଂରେ ଯୋଉ ଟ୍ରେନ ଅଛି ଆମେ ସେଥିରେ ବାହାରିକିରି ଆମେ ସେଠି ସକାଳୁ ସକାଳୁ ଆମେ 3 ତାରିଖ ଦିନ ବି ଆମେ ପହଞ୍ଚି ପାରିବା। RCM ୱାର୍ଲ୍ଡ 10 କିଲୋମିଟର ଡିଷ୍ଟାନ୍ସ ଅଛି, 15 କିଲୋମିଟର ଡିଷ୍ଟାନ୍ସ ଅଛି ଆମର ଏଠୁ ରେଲୱେ ଷ୍ଟେସନରୁ। ଆମେ ଆସିକି ଆମେ ଆସିପାରିବା। ତ ଆପଣ ମାନେ କଣ ପ୍ରିପେୟାର ଅଛନ୍ତି କି? ଯଦି ଅଛନ୍ତି ତାହେଲେ ଆମେ ଲାଷ୍ଟ ମୋମେଣ୍ଟରେ ଡିସିସନ ନେଲା ବେଳକୁ ଟ୍ରେନ ଟିକେଟ ଆମକୁ ମିଳିବନି। ତ ସେଥିଲାଗି ଟିକେ ବିଚାର କରିବା ନିହାତି ଦରକାର। ଆଉ ମୁଁ ସାର୍ଙ୍କୁ ଅନୁରୋଧ କରିବି, ସାର୍ କିଛି କୁହନ୍ତୁ। ଚାନ୍ଦ ସାର୍। थैंक यू, बहुत बहुत ନମସ୍କାର धन्यवाद। नमस्कार ନମସ୍କାର। नमस्कार नमस्कार समस्त नमस्कार, गुड मॉर्निंग, जय RCM। सौभाग्य आमर प्रतिदिन सकाळे आम मान भितर गोटे देखा साक्षात होउची, एटा माने बंधु मिलन भाग्यर कथा। एमिति हमको टेक्नोलोजी हमको गोटे सुजोग दउची। RCM मध्य दिजन जाक दी RCM सिस्टम आ टेक्नोलोजी मिसिवा द्वारा आम समस्त एकाठी हो पारुची। तो आज मेडिटेशन आपण माने सब
प्रति बुधवार तो जानुचंती मेडिटेशन रो बहुत किछि ता आध्यात्मिक कथा दार्शनिक कथा से सब अच्छी आमर तो एते से मुंड खेल पारे आमर काम है 10-15 मिनिट 20 मिनिट मेडिटेशन कर बसवा जहाँटा आम बुझुचे आमर टीम रे समस्त को अनुप्राणित करवा जे मेडिटेशन कर सकाळ उठिक मेडिटेशन 10-15-20 मिनिट करदे टे मॉर्निंग वॉक करदे मॉर्निंग वॉक 20 मिनिट कर सारा 20 मिनिट मेडिटेशन बसवे आ 20 मिनिट कौन करेंगे ना चिंता करा जे आज दिन में गोल सेटिंग कौन करवा ये हूँ माने सिस्टम तो यहाँ आपण मैंने तो करुँच प्रभाव माने ये मेडिटेशन प्रोग्राम द्वारा बहुत कथा सी आम जापर मेडिटेशन प्रति बुधवार रे बहुत ज्ञान मिलूँ जानिया कथा से सब जानिया कथा अच्छा ये तापर आमर 28 तारिख आप प्रिपेरेसन सब करूँ सेमिनार 28 डिसेम्बर जनवरी फेब्रुआरी मार्च एवं प्रति मासरे सेमिनार सब हम आ फेब्रुआरी मासरे संजीव सार डीटीडब्ल्यू हम ट्रेनिंग डिस्ट्रीब्यूटर ट्रेनिंग वर्कशॉप फेब्रुआरी मासरे हम से भी प्रस्तुत हूँ तापर भिलवाड़ा जावाई जो आम प्रोग्राम हम 3 तारिख 4 तारिख 3 तारिख टीसी सहित आपण मैंने होली मिलन हम तापर 4 तारिख दिन एकेडमी ट्रेनिंग हम ता छड़ा आरसीएम वर्ल्ड बुलिक देखिए कौन आम आपण मैंने थरे देखिले बहुत भल लगे कौन जो जो सिस्टम रे आम काम करुचे लोक मान आर्थिक आजादी देवाई आम आज लक्ष लक्ष लोक से मूल जगह ताकू देखा उचित से टिकेट करने को पड़ो 1 तारिख रे ही टिकेट करने को पड़ो ना टिकेट खोलू खोलू से सरीज यहाँ बेस्ट रूट हूँ आमको भोपाल देकर जावा आउ अन्य रूट अच्छी किंतु डेरी हो आम ए गले आमर 1-1:30 पहुँचा तापर दिन 10टा गाड़ी पहुँचा 22 घंटा जर्नी पुणी संध्या बेले 11 घंटा जर्नी संध्या 6टार बसले सका भोर भोर पहुँचा रिटर्न टा पुणी रिटर्न टा तो आग्रा देकर आसीपारती दिल्ली देकर आसीपारती बहुत कि तेणु से आगुआ प्रिपेरेसन हूँ प्रिपेरेसन करूँ आज गला 24 तारिख 3-4 दिन भितर आपण मैंने समस्ते सब प्रिपेयर हूँ पैसा कलेक्शन करवा अच्छा ता छड़ा मोर गोटे प्रधान कथा कहवा कथा आपण मानकर समस्ते सीनियर समस्ते मैच्योर्ड समस्ते लीडर बस गैसेस फॉर्मूला को आपण माने पूरा मुखस्त करंतु से वीडियो सरस्वती सार वीडियो 2-3टा है टीसी सार भी वीडियो अच्छी गुरुकुल रे तो तापरे ताकू मु स्क्रीनशॉट रे मध्ये पठि दीची ताकू देखंतु तापरे डिस्क्रिप्शन टा सब अच्छी वीडियो रे ताकू मध्ये देखंतु या द्वारा आपण आपनको टीम को कहंतु जदि आपण माने प्रतिदिन सकाळे आज की 2 मास हेलानी गुरुकुल रे बसिया सहित गुरुकुल शाखा रे बसचंदी आपनकर टीम रे मध्ये समस्त को कहउचंदी इनवाइट करचंदी वे तो सेमान को ठीक ढंग रे इनवाइट करि पारु नांती सेति पई सेमान वे तो आसी पारु नांती तथापि जण 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 आउचंदी वृद्धि होउची तेणु आपण माने ए गैसेस रे फार्मूला को भला भाबे बुझंतु भला भाबे बुझंतु तारी ऊपर निर्भर करची आपनकर बिजनेस रो डेवलपमेंट सेतरे आपनकर पिन रो अचीवमेंट हम से आपण मैंने रॉयल्टी पाइबे तो आपण मैंने रॉयल्टी पाइबे केमितिका जदि आपण मैंने ए गैसेस फॉर्मूला को आपण मानकर टीम रे समस्त को शिखांती तांको मध्ये अभ्यास करांती ता छड़ा सीड्स रो फॉर्मूला आउ गैसेस रो फॉर्मूला ए दुटा फॉर्मूला को आपण माने पूरा माने बार बार करी देखंतु चिंता करंतु वीडियो देखंतु सुनंतु भावंतु जे ये कौन कहउचंती एतरे कौन अछि भारी सिंपल कथा किंतु ताकू अभ्यास करिया को पड़िबो आउ ताकू डिस्कशन करिया को पड़िबो तेणु जेतेबेले ग्रुप रे हमरो एकाठी होउछे से विषय रे बार बार तो सत्यवती बाबू कहि सालेनी पीपीटी सहित देखि सालेनी
ତେଣୁ ଏଥରକ ଆପଣ ମାନେ ଡିସ୍କସନରେ ଭାଗ ନେଇକିରି କହନ୍ତୁ, ଆଉ ଆପଣଙ୍କର ଟିମରେ କେତେ ଜଣଙ୍କୁ କହୁଛନ୍ତି ସେ କଥା କହନ୍ତୁ। ଆଉ ସେ କଥା ଯଦି ମିଟିଂ ହବ ସେଥିରେ ଆପଣମାନଙ୍କୁ ଡିସ୍କସନ କଲାବେଳକୁ ଆପଣ କହିବେ ଏମିତି ହବା କଥା, ସେମିତି ଭଲ ହେଇଛି, ବହୁତ ବଢିଆ କଥା, ଗ୍ୟାସେସରେ କଲେ ଭଲ ହେଇଯିବ, ହେଇଯିବ। ଆମ ଭିତରେ ଏଗୁଡା କହିଲେ କଣ ହବ? ଇଏ ସବୁ ଟିମରେ କହିଲେ ଭଲ ହବ। ହଁ, ଯୋଉ କଥା ଭଲ କଥା ଆପଣ ମାନେ ବୁଝୁଛନ୍ତି, ଆମର ଏଇ 8-10 ଜଣଙ୍କ ଭିତରେ କହିକିରି ସମୟ ନଷ୍ଟ କରି କିଛି ଲାଭ ନାହିଁ। ଆପଣ ମାନେ ଟିମରେ କେତେ ଲୋକଙ୍କୁ କହୁଛନ୍ତି, ତାଙ୍କୁ କେତେ ଅନୁପ୍ରାଣିତ କରିପାରୁଛନ୍ତି, ମୋଟିଭେସନ ଦେଇପାରୁଛନ୍ତି, ସେଇଟା ହଉଛି ୟାର ମିନିଂ, ଆଉ କିଛି ନୁହେଁ। ସେଇଥିରେ ହିଁ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହବ, ସେଥିରେ ଆପଣଙ୍କର ଲୋକମାନଙ୍କର ଉପକାର ହବ, ଲୋକମାନଙ୍କର ବୁଦ୍ଧି ଡେଭଲପମେଣ୍ଟ ହବ, ଆପଣ ମାନେ ମଧ୍ୟ ସେଥିରେ ସଫଳତା ପାଇବେ ଯଦି ଗ୍ୟାସେସ୍ ଫର୍ମୁଲା, ସିଡ୍ସ ଫର୍ମୁଲାକୁ ଭଲ ଭାବେ ବୁଝିକିରି ଆପଣ ମାନଙ୍କର ଟିମରେ ବାର ବାର କରି କହନ୍ତୁ। ଏଇଭଳି 2-4 ଜଣ 5 ଜଣଙ୍କୁ ନେଇ କାଉନସିଲିଂ କରି ଯଦି କହନ୍ତୁ, ଯଦି କରିବେ ତ ଭଲ ହବ। ନ କଲେ ଏମିତିକା ଆମର ଦିନ କଟି ଯାଉଥିବ, ଏଇ ଡିସେମ୍ବର ତ ସରିଯିବ, ଆଉ 2-4 ଦିନ ପରେ ପୁଣି ଜାନୁଆରୀ ଆରମ୍ଭ ହବ, ଆମେ ଏମିତି ବସିବା, ଏମିତି ଗପସପ କରିବା, ଏମିତି କହିବା ଯେ ହଁ ଇଏ ଆଜି ପ୍ରୋଗ୍ରାମ ହେଲା, ବହୁତ ବଢିଆ ହେଲା, ଏଇଟା କରିବା ଉଚିତ, ସେଇଟା କରିବା ଉଚିତ, ଏଇଟା ସମସ୍ତଙ୍କଠୁ ଭଲ, ଏଇଟା ସମସ୍ତେ କରିବା ଦରକାର। ଆମର ଭିତରେ କହିବେ, ସେଥିରେ ଶତପଥୀ ବାବୁ ଶୁଣୁଛନ୍ତି, ଶତପଥୀ ବାବୁ ବୁଝେଇଲେ ପୁଣି ଶତପଥୀ ବାବୁ ଶୁଣୁଛନ୍ତି। ଶତପଥୀ ବାବୁ ସେଇ କଥା ବୁଝେଇବେ, ପୁଣି ଆପଣ ମାନେ ଶତପଥୀ ବାବୁଙ୍କୁ ସେଇ କଥା କହିବେ। ଟିସି ସାର୍ ବୁଝୁଛନ୍ତି, ଟିସି ସାର୍ଙ୍କୁ ଯଦି ସେଇ କଥା କହିବେ। ତେଣୁ ଆପଣ ମାନେ ସମସ୍ତେ ମ୍ୟାଚୁଅର୍ଡ, ସମସ୍ତେ ୟାର ମିନିଂ ଟା ବୁଝନ୍ତୁ। ଆଉ ଯାହାକୁ ଯିଏ ବୁଝଉଛନ୍ତି ତାକୁ ଯଦି କହିବେ ଏଇଟା ମାନେ କିଛି ନୁହେଁ। ଏଇ ହଉଛି କଥା, ଆପଣ ମାନେ ବୁଝିପାରୁଥିବେ ମୋର ମନର କଥା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। over to ଶତପଥୀ ବାବୁ। ଆକ୍ଚୁଆଲି ସାର୍ ଗୋଟେ ଆଇଡିଆ ମନ ଭିତରେ ବି ଆସୁଥିଲା, ଏଇ ଯୋଉ ଗ୍ୟାସେସ ର ଫର୍ମୁଲା, ଯୋଉ 5ଟା ପଏଣ୍ଟ ଅଛି, ତାର ବି ଯୋଉ 4-4ଟା ପଏଣ୍ଟ ଅଛି, ସବୁ ଆସିଥିଲା। ଲାଷ୍ଟ ପଏଣ୍ଟର ତ 4ଟା, ତ ଆମେ ନିଜେ ଜାଣୁଛେ ସବୁ କଥା। ସାମାଜିକ ଦାୟରା କେମିତି ବଢେଇବା, ସେବା, ସ୍ୱାସ୍ଥ୍ୟ, ସଂସ୍କାର ଆଉ ସମ୍ବନ୍ଧ, ତାକୁ ଆମେ କେମିତି ବଢେଇବା, ସେ ବି ଗୋଟେ ପଏଣ୍ଟ। ତାମାନେ 520ଟି ଯୋଉ ପଏଣ୍ଟ ଆମର ରହୁଛି, ତ ମୁଁ ଭାବୁଛି ଯେ ଗୋଟେ ଯଦି ଆମେ ଗୋଟେ ଖାତାରେ ହଉ କିମ୍ବା ଗୋଟେ ପେପରରେ ହଉ, ଆମେ ତାକୁ ଲେଖିଦେବା, ଆଉ ଡେଲି ମାନେ ଡେଟ୍ ଯଦି ପକେଇ ଦେଇକି ତାକୁ ଗାର ପକେଇଦେବା, ଯେମିତି ପ୍ରେଜେଣ୍ଟ ପଡେ ଆମର କ୍ଲାସରେ ପିଲାବେଳେ। ତ ଆମେ ତା ଦେହରୁ କୋଉଟା ଆମେ କଲେ, ଆଜି ଆମେ କୋଉଟା କଲେ, ସେଇଟା ଗୋଟେ ଟିକ୍ ମାରିବା। ଯେମିତିକି ଡେଲି ଗ୍ରୋଥ, 150-25ରେ ସେଥିରେ କିଛି ତ ଲେଖିବାର ନାହିଁ। ସେ ଆମେ ତ 100% ତ ଗ୍ରୋଥ ହବ, କେମିତି ହବ ନା ଡେଲି ଗ୍ରୋଥ। ଯଦି ଡେଲି ଗ୍ରୋଥ, ଆଜି ଗତକାଲି ଆମର କେତେ ହେଇଥିଲା, ଆଉ ଆଜି ଆମେ କେତେ ହେଲା, କେତେ ହେଲା ମିନ୍ସ ନିଜର ପରଚେଜ ବି, ଆଉ ତା ସହିତ ଟିମର ବି। ଆଜି ବି ଗତ କାଲି ସୁଦ୍ଧା ଆମ ଟିମରେ 10 ଜଣ ପରଚେଜ କରିଛନ୍ତି। ଯଦି ଆଜି ଆଉ ଜଣେ ପରଚେଜ କରିଦେଲା, ତାହେଲେ ତ ମୋର ଡେଲି ଗ୍ରୋଥ ବି ହେଇଗଲା। ସେଇ ତ ଗ୍ରୋଥ, ସେଇ ତ ଗ୍ରୋଥ। ଏ ହଉଛି କଥା। ଯଦି ମୁଁ ଗତକାଲି ଯେତିକି ପରଚେଜ କରିଥିଲି ନିଜେ, ଆଉ କିଛି ପରଚେଜ କରିଥିଲି, ସେ ତ ଡେଲି ଗ୍ରୋଥ ହେଇଗଲା। ଆଚ୍ଛା, ଡେଲି ଗ୍ରୋଥ ବି ହେଲେ ନୂଆ ଭାଇଟାଲ ପିନ୍ ବି ଆସିବ, ଆଉ ସେଇ ତ ନୂଆ ଭାଇଟାଲ ପିନ୍ ଆସିଲେ ଯୋଉ ଉର୍ଜା ଆସିବ ମନ ଭିତରେ, ତ କରିଦବା କି ଆମ ଟିମରେ ଧରି ନିଅନ୍ତୁ ବହୁତ ସାରା ହଜାର ହଜାର ବିଗନର ପିନ୍ ଆସିଯିବେ, ହଜାର ହଜାର ଷ୍ଟାର୍ଟର ପିନ୍ ଆସିଯିବେ, ଓପନର, ଇଗଲ, ବହୁତ ସାରା ଆସିଯିବେ। ତ ଆମକୁ କେତେ ଖୁସି ଲାଗିବ। ତ ଆମେ ଦେଖନ୍ତୁ, ଏ କଥା ବି ଯଦି ହବ, ବଡ ଷ୍ଟାଡିୟମ ନେଇକି ବି ଆମେ ସେଲିବ୍ରେସନ ବି କରିଦେଇ ପାରିବା। ସେଲିବ୍ରେସନ, ସେଇ ତ ପ୍ରିପାରେସନ ଚାଲିଛି ସମସ୍ତଙ୍କର। ହଁ, ସମସ୍ତେ କରିପାରିବେ। ଡେଲି ଖାଲି ଭାଇଟାଲ ପିନ୍ଙ୍କର ସେଲିବ୍ରେସନ ବହୁତ ବଡ ଆକାରରେ ଆମେ କରିଦେଇ ବହୁତ ପାରିବା, ବଡ ଆକାର ହେଇପାରିବ। ବହୁତ ବଡ ଆକାରରେ। ଆଉ ତା ସହିତ ଯେକୌଣସି କାଉଣ୍ଟର ଯାଉଛେ, କାଉଣ୍ଟର ପ୍ରାୟ ଭୁବନେଶ୍ୱରରେ ପ୍ରାୟ ସବୁ କାଉଣ୍ଟର ତ ଠିକ ଅଛି, କାରଣ ଆମେ ବାହାରକୁ ଯେତେବେଳେ ବି ଯାଉଛେ, ତ ସେ କାଉଣ୍ଟରର ସେବା କେନ୍ଦ୍ରକୁ ତାକୁ ବୁଝେଇବା, ତାକୁ ସହିତ ଆଉ ଟିକେ ଅଧିକ ପ୍ରଡକ୍ଟ ରଖିବା, ଏସବୁ ବିଷୟରେ ଆମେ ତାଙ୍କୁ ଯଦି କରିବା, ସେ ବି ଆମର ବହୁତ ବଢିଆ କଥା। ଦେଖନ୍ତୁ, ଆଉ ଗୋଟେ କଥା, ସ୍ୱୟଂ କି ଖରିଦି ଯୋଉ ଆସୁଛି, ଅକ୍ଟିଭ ଦର में ବୃଦ୍ଧି ଯୋଉ ଆସୁଛି, यूएलपी क्विक ଯିବା, एकरूप ଶିକ୍ଷା, ୟା ଗୋଟେ ମିନିଟ ଉପରେ। ରୁହନ୍ତୁ, ଗୋଟେ ମିନିଟ ଶତପଥୀ ବାବୁ। ଏଇ ଆଜ୍ଞା। ସ୍ୱୟଂ ଖରିଦିରେ ଏଇ ଯୋଉ ବୃଦ୍ଧି ଯୋଉଟା, ଆମେ ନିଜେ ଆପଣ ମାନେ ଆମେ ଯୋଉ 10-12 ଜଣ ବସିଛେ, ଆମେ ଆମର ଯଦି ଗତ ମାସରେ ଅକ୍ଟୋବରରେ ଯାହା କିଣିଥିଲେ, ନଭେମ୍ବରରେ ତାଠୁ କିଛିଟା ଅଧିକା କିଣିବା, ନଭେମ୍ବରରେ ଯାହା କିଣିଥିଲେ ଡିସେମ୍ବରରେ ତାଠୁ କିଛି ଅଧିକା କିଣିବା, ଡିସେମ୍ବରରେ ଯାହା କିଣିଲେ ଜାନୁଆରୀ ତାଠୁ ଟିକେ ଅଧିକା କିଣିବା, ଏଇଟା ହଉଛି
ମାନେ ବୃଦ୍ଧି, ନିଜର ସ୍ୱୟଂ ଖରିଦରେ ବୃଦ୍ଧି, ଏଇଟା ଆମେ କରିଲେ ଆମେ ଆମର ଟିମରେ ମଧ୍ୟ ସେଇ କଥା କହିବା, ମୋରାଲି ଆମେ କହିପାରିବା ଯେ ଦେଖ ମୁଁ ଏମିତି କିଣୁଛି, ଆପଣ ମାନେ କିଣନ୍ତୁ। ସେଇ 5,000 ଯିଏ କିଣୁଛନ୍ତି 5,025, 5,100 କି 5,200 ଭିତରେ ରହିଯିବେ। ଆଉ ଯୋଉମାନେ 2,500 କିଣୁଛନ୍ତି 2,100 200 ଭିତରେ ରହିଯିବେ। ତ ଗତ ମାସରେ 1,000 କିଣିଛନ୍ତି, ତ ଏ ମାସରେ 1,100 କିଣି କିମ୍ବା 900। ତ ନିଜର ପ୍ରତି ମାସରେ ବୃଦ୍ଧି କରିବା ଇଏ ହେଉଛି ସ୍ୱୟଂର ଖରିଦରେ ବୃଦ୍ଧି। ସାର୍ ଆ ଉପରେ ବି ଆଉ ଗୋଟେ କାମ କରିବା। ଆମେ ଡିଜିଟାଲି ଆମର ଯୋଉ ପ୍ରତି ପ୍ରତି ମଙ୍ଗଳବାର ଦିନ ଯୋଉ ମିଟିଂ ରହୁଛି, ସେଇ ଡିଜିଟାଲି ବି ଆମେ ତାଙ୍କୁ ସେଲିବ୍ରେଟ କରିବା, ଯିଏକି ଗତ ମାସରେ ଯେତିକି ଥିଲା ଏ ମାସରେ ଯଦି ତାଙ୍କର ନିଜର ସେଲ୍ଫ ପରଚେଜ ଅଧିକା ଅଛି, ତାକୁ ବି ଆମେ ହଁ ସେଲିବ୍ରେଟ କରାଯାଇ କରିବା। ପାରିବ। ହଁ। ତାଙ୍କୁ ସେଲିବ୍ରେଟ କରିବା, ସଂଖ୍ୟା ତ ବହୁତ ଆସିବେ। ଆଉ ଆମେ ତାଙ୍କ ନାଁକୁ ପଢେଇବା, ତାକୁ ଇ କରିବା। ଆଉ ଗୋଟେ କଥା ବି ମାନେ ସେଲିବ୍ରେସନ କରାଯାଇ ପାରିବା ପାଇଁ କରାଯାଇ ପାରିବ, ଯଦି ଆମେ କେତେ ଜଣ ଆମର ଟିମର ଭାଇଟାଲ ଆଚିଭରଙ୍କୁ ସହିତ ଆମେ କାଉନସିଲିଂ କଲେ, ତାଙ୍କୁ କରେଇଲେ। ଏ ସିଷ୍ଟମରେ କଣ ହଉଛି, ଇଏ ସଞ୍ଜୀବ ସାର୍ ଟ୍ରେନିଂରେ କହନ୍ତି କଣ, କାମ କରିବାଟା ହଉଛି ଆପଣଙ୍କର 10% ର ଗ୍ରୋଥ, କାମ କରେଇବାଟା ହଉଛି ଆପଣଙ୍କର 90% ର ଗ୍ରୋଥ। ଆମେ ନିଜେ କରିବା, ବୃଦ୍ଧି କରିବା, ପ୍ରକୃତରେ 10% ଗ୍ରୋଥ ହବ। କିନ୍ତୁ ଆମେ ଯଦି 10 ଜଣଙ୍କର ବୃଦ୍ଧି କରେଇ ପାରିବା, 20 ଜଣଙ୍କର ବୃଦ୍ଧି କରେଇ ପାରିବା, ଆଉ ତାଙ୍କୁ ଆମେ ଡିସ୍କସନ କରିପାରିବା, ତାହେଲେ ହବ 90% ର ଗ୍ରୋଥ। ନିହାତି ସାର୍, ଆମେ 90% ର ଗ୍ରୋଥ ଉପରେ ଆମେ ଆଗକୁ ବଢିବା ନିହାତି ଦରକାର। ହଁ। ମାନେ ଯଦି ଆମକୁ ସମୁଦ୍ର ଅଛି ଆଉ ପାଣି ଆଣିବାକୁ ଅଛି ସମୁଦ୍ରର, ଆମେ ଗୋଟେ ଚାମଚ ନେଇକି ଯିବା କି ସମୁଦ୍ର ପାଣି ଆଣିବା ପାଇଁ? ତ ମୁଁ ତ କହିବି ପୁରା ବ୍ୟାରେଲ ନେଇକି ପଳେଇ ଯିବା ଉଚିତ। ଯଦି ମୌକା ଅଛି କିଛି, ତାହେଲେ ଆମେ ଅଧିକା କାହିଁକି ନବାନି? ଛୋଟ ପାତ୍ର ନେଲେ ତ, ଛୋଟ ପାତ୍ର ମାନେ ଛୋଟ ମନ ଯଦି ଆମେ ନବା, ତାହେଲେ ଛୋଟ ହିଁ ରହିଯିବା। ଆମେ ଛୋଟ ହବା ପାଇଁ ଆମେ ଅଛେ କି? ଆମେ RCM କୁ ଆସିଛେ ବହୁତ ବଡ ହବା ପାଇଁ। ବହୁତ ବଢିଆ କଥା ଯେ ଆପଣ ମାନେ ଆଲୋଚନାରେ ଭାଗ ଭାଗ ନେଲେ। ଆମେ 28 ତାରିଖ ପାଇଁ ବହୁତ ବଡ ପ୍ଲାନିଂ ଆମେ କରିବା ନିହାତି ଦରକାର। ଆଉ ବାକି ଆଉ ବି ଯାହା ଆମର ଡିସ୍କସନ ଅଛି, ଆଉ ଟିକେ ସଂଖ୍ୟା ଆମର କାଲି ଆଉ ଟିକେ ବଢିବେ। ତ ବଢିଲେ ଆମେ ସବୁ ବିଷୟରେ କାଲି ଆମେ ଡିସ୍କସନ କରିବା। ଆଉ କିଏ ଅଛନ୍ତି କି? ଆଉ କିଏ ଅଛନ୍ତି ବାକି ଅଛନ୍ତି କହିବା ହଁ, ପାଇଁ? ବହୁତ ସାରା ସାଥୀ, ସୁକାନ୍ତ ବାବୁ ଆଜି ତାଙ୍କର କଣ ନେଟୱାର୍କର ପ୍ରୋବ୍ଲେମ ହେଲା, ତ ଆଉ ଅନ୍ୟମାନଙ୍କର ବି ଆକ୍ଚୁଆଲି ସେ ଯୋଉଠି ଗାଁରେ ରହିଯାଉଛନ୍ତି ନା, ଏ ସବୁ ହେଇପାରୁନି। ତ ସମସ୍ତେ ଆସିଲେ ଆମେ କାଲି ଆମେ ଆଉଥରେ ଆ ଉପରେ ଡିଟେଲ୍ସରେ ଆମେ କଥା ହବା। ତ ତା ପାଇଁ ଜୋରଦାର ପ୍ରୟାସ କରିବା ନିହାତି ଦରକାର, ଆଉ ଆଗକୁ ବଢିବା। ଆଜି ଦିନ ସାରା ମାନେ ନିଜ ନିଜର ଟିମରେ ଭିଲୱାଡା ଯିବା ପାଇଁ ସବୁ ଲିଡର ମାନେ ଡିସ୍କସନ କରନ୍ତୁ। କାଲି ସେ ବିଷୟରେ ମଧ୍ୟ କହିବେ ଯେ ହଁ ମୁଁ ଏତେ ଲୋକଙ୍କ ସହିତ କଥାବାର୍ତ୍ତା କରିଛି, ଏତେ ଲୋକ କାଲିକା ପାଇଁ ଆପଣ ମାନେ ଆଜି ଦିନ ସାରା ଡିସ୍କସନ କରନ୍ତୁ, ଆଉ କାଲି ସେ ବିଷୟରେ ମଧ୍ୟ କିଛି କିଛି ଇନଫର୍ମେସନ ଆପଣ ମାନେ ଦେବେ। ବହୁତ ବଢିଆ କଥା। ହଁ ସାର୍, ଆମେ ସେ ବିଷୟରେ ଆମେ କାଲିକି ଆଉ ଡିସ୍କସନ କରିବା। ଆଉ ସବୁଠୁ ବଡ କଥା ଯେ ରେଗୁଲାର ଆମେ ମାନେ ଆସୁଛେ, ସେଟା ହଉଛି ସବୁଠୁ ବଡ କଥା। ହଁ। ତ ଆଜି ପାଇଁ ଏତିକି। ନମସ୍କାର, ଜୟ ହିନ୍ଦ। ନମସ୍କାର ନମସ୍କାର ଜୟ ନମସ୍କାର। ଶ୍ରୀ ଜୟ ଶ୍ରୀ ଜୟ ଶ୍ରୀ